ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଏକ ଗୁରୁତ୍ୱପୂର୍ଣ୍ଣ ଏଜୁକେସନ୍ ଖବର। ଦେଖନ୍ତୁ, ଆପଣଙ୍କର 15 ତାରିଖରେ ହୋଇଥିବା ଏକ ଚିଠିରେ ଆପଣଙ୍କର ସମସ୍ତ ଶିକ୍ଷକ ସଂଘମାନଙ୍କୁ ନେଇ ଏକ ଜରୁରୀ ବୈଠକ 22 ତାରିଖରେ ହେବାକୁ ଯାଉଥିଲା। ଏହି 22 ତାରିଖ ଆଜି ଉପନୀତ ହୋଇଛି। ସମସ୍ତ ଯେଉଁ ଆମର ଶିକ୍ଷକ ସଂଗଠନ AUPTF ଫେଡେରେସନର ସେକ୍ରେଟାରୀ ଚାରୁଲତା ମହାପାତ୍ର, ସେହିଭଳି ଜ୍ୟୋତିରଞ୍ଜନ ଦାସ ଏବଂ ଜେନେରାଲ ସେକ୍ରେଟାରୀ ପ୍ରାଇମେରୀ ସ୍କୁଲ ଟିଚର ଆସୋସିଏସନ ବିଷ୍ଣୁ ପ୍ରସାଦ ସାହୁ, ସେହିଭଳି ବିକ୍ରମ ରଥ ଏବଂ ଆପଣଙ୍କର ରାମଲାଲ ପଟେଲ ଭାଇ ଏହି ସବୁ NPS ସଂଘମାନଙ୍କୁ ଚିଠି କରିଥିଲେ ସରକାର ସ୍କୁଲ ମାସ ଏଜୁକେସନ ଯେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଗୁଡ଼ିକ ବିଷୟରେ ଆଲୋଚନା କରିବା ପାଇଁ। ତ ଏହି ଯେ ସମସ୍ୟା ଗୁଡ଼ିକ ଆଲୋଚନା କ'ଣ ଫଳ ହୋଇଥିଲା ଆସନ୍ତୁ ଜାଣିବା ଆଜିର ଏହି ଭିଡ଼ିଓରେ। ଯଦି ଆପଣମାନେ ଆମ ଭିଡ଼ିଓକୁ ଲାଇକ୍ କମେଣ୍ଟ କରିନାହାନ୍ତି, ଆଜି ହିଁ ଲାଇକ୍ କମେଣ୍ଟ ଓ ସବସ୍କ୍ରାଇବ୍ କରନ୍ତୁ ଏହିଭଳି ଗୁରୁତ୍ୱପୂର୍ଣ୍ଣ ମେସେଜ ଆପଣମାନଙ୍କ ପାଖରେ ପହଞ୍ଚିବା ପାଇଁ। ଆଜିର ଆଲୋଚନାରେ ସରକାର କହିଲେ, ଆମ୍ଭେ ତମ ଦାବିଗୁଡ଼ିକ ପ୍ରତି ସଚେତନ ଅଛୁ। ଯଥା ସମ୍ଭବ ଯେଉଁଟା ସମ୍ଭବ ହେବ ସେଇଟା ଆମେ ପୂରଣ କରିବୁ। ପୁଣି ଥରେ ଆମେ ଆପଣମାନଙ୍କୁ ଡାକିବୁ। ମୁଖ୍ୟତଃ 3ଟି ଦାବି ଉପରେ ଆପଣଙ୍କର ଆଲୋଚନା ହୋଇଥିଲା ଏବଂ ସେହି ଆଲୋଚନା ଗୁଡ଼ିକ ଆପଣଙ୍କର ଯୁକ୍ତିସଙ୍ଗତ ଯେଉଁଗୁଡ଼ିକ ସେହିଗୁଡ଼ିକ ମୁଖ୍ୟତଃ ଦାବି ହାସଲ କରାଯିବ ନେଇ ସରକାର ଆପଣଙ୍କର ମତ ପୋଷଣ କରିଛନ୍ତି। ମୁଖ୍ୟତଃ 3ଟି ଦାବି ଆପଣଙ୍କର ଜାଣିଛନ୍ତି। ଆପଣମାନେ ଆଲୋଚନା କରିବେ ସରକାର। ପ୍ରଥମ ଦାବି ହେଉଛି ଚୁକ୍ତିଭିତ୍ତିକ ପ୍ରଥାକୁ ଉଠାଇବେ। ପ୍ରଥମତଃ ଚୁକ୍ତିଭିତ୍ତିକ ଉଚ୍ଛେଦ ସହ 6 ବର୍ଷ ଠିକା ସମୟ ଗଣନା ହେବ। 2ରେ ଆପଣଙ୍କର AB ଲେବୁଲକୁ ଉଚ୍ଛେଦ କରି ଆପଣଙ୍କର +2 ସିଟି ଆଧାରରେ କେନ୍ଦ୍ରୀୟ ହାରରେ ଦରମା ମିଳିବ। ଦେଖନ୍ତୁ, ବର୍ତ୍ତମାନ ଆମର ଷ୍ଟେଟ୍ ଆଧାରରେ ଦରମା ମିଳୁଛି ଏବଂ 22 ଗ୍ରେଡ୍ ପୋକ ଆଧାର କରି କିନ୍ତୁ ସିଟି +2 ସିଟି ଆଧାରରେ ଦରମା ମିଳେ, କିନ୍ତୁ କେନ୍ଦ୍ରୀୟ ବେତନ ଯାହାକି ଆପଣଙ୍କର ସେଣ୍ଟ୍ରାଲରେ ନିର୍ଦ୍ଧାରିତ ହୋଇଥିବ ସେହି ଦରମା ମିଳିବ। ଏବଂ 3ରେ ଆପଣଙ୍କର ରହୁଛି ପ୍ରମୋସନ କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ ହେବା। ଦେଖନ୍ତୁ, ବିଗତ 4 ବର୍ଷ ହେବ ଆପଣଙ୍କର ସମସ୍ତ ପ୍ରମୋସନ ଗୁଡ଼ିକ ବନ୍ଦ ଅଛି। ଫଳରେ ଜୁନିୟରମାନେ ବର୍ତ୍ତମାନ ସିନିୟର ହୋଇପାରୁନାହାନ୍ତି ଏବଂ ସେମାନଙ୍କର ଗ୍ରେଡ୍ ପେ ବା ଲେବୁଲ ସ୍ଲାବ ଗୁଡ଼ିକ ମଧ୍ୟ ବଢ଼ିପାରୁନାହିଁ। ତେଣୁ ପ୍ରମୋସନ ଗୁଡ଼ିକ ତୁରନ୍ତ ଆଉ ଗୁରୁତ୍ୱପୂର୍ଣ୍ଣ ଭାବରେ ଦେବା ପାଇଁ ସରକାର ମଧ୍ୟ ଆଲୋଚନା କରିଛନ୍ତି ଏବଂ ସବୁ ଶିକ୍ଷକ ନେତାମାନଙ୍କୁ ମଧ୍ୟ ସରକାର ମଧ୍ୟ ସଚେତନ ଅଛନ୍ତି ଏବଂ ସବୁ ପ୍ରତିଶ୍ରୁତି ଗୁଡ଼ିକ ପୂରଣ କରିବା ନେଇ ସମସ୍ତ ଶିକ୍ଷକ ସଂଘମାନଙ୍କୁ ଆପଣଙ୍କର ଅନୁରୋଧ କରିଛନ୍ତି। ଏହା ପ୍ରଦାନ ପାଇଁ ମଧ୍ୟ ସରକାର ସହମତି ଅଛି ବୋଲି ଆପଣଙ୍କର ସରକାର ଜଣାଉଛନ୍ତି। ସେହିଭଳି ଦେଖନ୍ତୁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଖବର। ପୁରୀ ଜିଲ୍ଲାରେ 72 ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ। ଦେଖନ୍ତୁ, ସଚେତନା ଶିବିରରେ ଅବହେଳା ପାଇଁ DOଙ୍କ କଠୋର ଆକ୍ସନ ନେଇଛନ୍ତି। ଚାଲନ୍ତୁ କ'ଣ କାରଣ ଜାଣିବା। ଦେଖନ୍ତୁ, ଶିକ୍ଷା ବିଭାଗର ନିୟମକୁ ଅବହେଳା କରିବା ଏବଂ ପୁରୀ ଜିଲ୍ଲାର 72 ଜଣ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସରକାର ସଚେତନ କାର୍ଯ୍ୟକ୍ରମରେ ରିପୋର୍ଟ ଦାଖଲ ନ କରିବା ଏବଂ ୟୁଟିଲାଇଜେସନ ସାର୍ଟିଫିକେଟ ନ ଦେବା। ଆପଣଙ୍କର ୟୁଟିଲାଇଜେସନ ସାର୍ଟିଫିକେଟ ଦେଇନଥିବା ଅଭିଯୋଗରେ ପୁରୀ ଜିଲ୍ଲାର ଶିକ୍ଷା ଅଧିକାରୀ DO ଦୀପକ କୁମାର ପାଢ଼ୀ ଏହି 72 ଜଣଙ୍କର ଜାନୁଆରୀ ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କାହିଁକି ନିଆଗଲା ଏହିଭଳି କଠୋର ପଦକ୍ଷେପ? ଚାଲନ୍ତୁ, ସୂଚନା ଅନୁଯାୟୀ ଗତ ବର୍ଷ ବର୍ଷା ଦିନେ ବିଦ୍ୟାଳୟଗୁଡ଼ିକରେ ସର୍ପାଘାତ ଏବଂ ବଜ୍ରାଘାତରୁ ସୁରକ୍ଷା ପାଇଁ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଗ୍ରାମବାସୀଙ୍କୁ ସଚେତନ କରିବା ପାଇଁ ସରକାର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସଚେତନା ଶିବିର ଆୟୋଜନ କରିବା ପାଇଁ ପ୍ରତ୍ୟେକ ପ୍ରଧାନ ଶିକ୍ଷକଙ୍କୁ 4500 ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଥିଲା। ନିୟମ ଅନୁଯାୟୀ ଏହି ଶିବିର ଶେଷ ହେବା ପରେ ଏହାର ଫଟୋ, ଭିଡ଼ିଓ ଏବଂ ଖର୍ଚ୍ଚର ହିସାବ SC ବିଭାଗ ନିକଟରେ ଦାଖଲ କରିବା କଥା। ମାତ୍ର ବାରମ୍ବାର ରିମାଇଣ୍ଡ ସତ୍ତ୍ୱେ ଏହି 72 ଜଣଙ୍କ ପ୍ରଧାନ ଶିକ୍ଷକଙ୍କର ଆପଣଙ୍କର କୌଣସି ରିପୋର୍ଟ ଦେଇନଥିଲେ। DOଙ୍କର କଡ଼ା ନିର୍ଦ୍ଦେଶ ଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାଢ଼ୀ ଏକ ସରକାରୀ ପତ୍ର ମାଧ୍ୟମରେ ସ୍ପଷ୍ଟ କରିଛନ୍ତି, ଦରମା ବନ୍ଦ ସନ୍ତୋଷଜନକ ରିପୋର୍ଟ ନ ମିଳିବା ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକମାନଙ୍କର ଜାନୁଆରୀ 26 ମାସର ଦରମା ବନ୍ଦ ହେବ ଏବଂ ଅବହେଳା ଅକ୍ଷମ କରିଛନ୍ତି। ସାଧାରଣ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ଅବହେଳାରୁ ସରକାରଙ୍କର ବରଦାସ୍ତ କରିବେ ନାହିଁ ବୋଲି DO ଜଣାଇ ଦେଇଛନ୍ତି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଯଦି ତୁରନ୍ତ SC ଦାଖଲ କରାଯାଏ ନାହିଁ, ତେବେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି DO ମାନେ ଆପଣଙ୍କର ପୁରୀ 72 ଜଣ ଶିକ୍ଷକଙ୍କୁ ଜଣାଇଛନ୍ତି।
ଏହି ସଚେତନ ଶିବିରକୁ ଅବହେଳା କରି ଏବଂ ୟୁଟିଲିଟି ସାର୍ଟିଫିକେଟ୍ ନ ଦେବାରୁ ଦେଖନ୍ତୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଓ ନିଷ୍ପତ୍ତି ନେଇଛନ୍ତି ଏବଂ ପୁରୀ ଜିଲ୍ଲା ଶିକ୍ଷା ମଣ୍ଡଳରେ ହଇଚଇ ହୋଇଛି ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଜିଲ୍ଲାରେ ଶିକ୍ଷକମାନେ ମଧ୍ୟରେ ଛନକା ପଶିଛି। ପୂର୍ବରୁ ମଧ୍ୟ ଅନେକ ସମୟରେ ସରକାରୀ ପାଣ୍ଠିର ସଠିକ୍ ବ୍ୟବହାରକୁ ନେଇ ପ୍ରଶ୍ନ ଉଠିଥିଲା ବେଳେ ଏହି ପଦକ୍ଷେପ ଶିକ୍ଷକମାନଙ୍କ ମଧ୍ୟରେ ଉତ୍ତରଦାୟୀ ବଢ଼ାଇବ ବୋଲି ବିଶ୍ୱାସ କରାଯାଉଛି। ତେଣୁ ଦେଖନ୍ତୁ, ଯାହା ସରକାରଙ୍କର ଆପଣଙ୍କର ନିର୍ଦ୍ଦେଶ ଆସୁଛି ସେଗୁଡ଼ିକ ଅନୁପାଳନ କରନ୍ତୁ। ତଦ ଅନୁଯାୟୀ ତାର ପଇସା ଗୁଡ଼ିକ ବ୍ୟବହାର କରି ତାର ୟୁସି ସାର୍ଟିଫିକେଟ୍ ତୁରନ୍ତ ଆପଣମାନେ ନିକଟ ବିଆରସିସି କିମ୍ବା ଡିଓ ମାନଙ୍କର ବା ବିଓ ମାନଙ୍କର ହସ୍ତକ୍ଷେପ କରନ୍ତୁ। ଏହିଭଳି ଏଜୁକେସନ୍ ଇନଫର୍ମେସନ୍ ପାଇଁ ଆମ ଚ୍ୟାନେଲକୁ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।